ଦୁଇ ଭାଇ ତପନ ଆଉ ସମୀର ସମର ଦୁଇ ଜଣ ଯାଉଛନ୍ତି ଦୋଳ ମେଲଣ ଦେଖିବା ପାଇଁ ଏବଂ ନାଚି ନାଚି ଅତି ଖୁସିରେ ଯାଉଛନ୍ତି। ଏ ବାଟରେ ଯେଉଁ ଦୃଶ୍ୟ ଘଟଣାଟା ଘଟିଯାଇଛି ତାହା ଏଠି ପ୍ରକାଶ। ସବୁଜ କ୍ଷେତର ଶୀତଳ ପରଶ ମରମକୁ ଯାଏ ଛୁଇଁ ନରମ ପାଦରେ ଚାଲି ଯାଉଥିଲେ ତପନ ସମର ଭାଇ। ଅଟକି ଗଲେ ସେ ଫଗୁଣ ମେଲଣ ବାଟରେ ଦେଖିବା ପାଇଁ। ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ ଶୁଣି ପହଞ୍ଚିଲେ ସ୍ଥାନେ ସେହି ବିକଳେ ଡାକଇ ଦୁର୍ବଳ ବୁଢ଼ା ସେ ବିକଳେ ଡାକଇ ଦୁର୍ବଳ ବୃଦ୍ଧାଟେ ଧରି ନିଅ ମୋତେ କେହି ଧରି ନିଅ ମୋତେ କେହି। ହୃଦୟ ସହୁନି ଦେଖି ସେ ଦୃଶ୍ୟକୁ ତପନ ସମର ପାଇଁ। ଧାଇଁଲା ତପନ ପବନ ବେଗରେ ଧାଇଁଲା ତପନ ପବନ ବେଗରେ ବୁଢ଼ୀକୁ ଧରିବା ପାଇଁ। ସମର ଡାକିଲା ଧାଇଁ ଆସ ଭାଇ ନ କରିବି ବିଳମ୍ବ କେ